श्री गुरु महिमालिक शरण श्री गुरु महिमालिक शरण महिमा वास्तु सेवा यूट्यूब चैनल तरफ प्रभुंक निकटरे जगत भगत मानक निमंते प्रार्थना करुचु समस्ते भलरे रुहंतु। समस्त साधु मानक पादरे शरण भक्त भाई भौणी मानकु विनम्र शरण। आज एक विषय आलोचना करिबा। आपण माने धैर्यर सह शुणंतु और सांग साथी मानकु शेयर मध्य करंतु। ये मृत्युर जनता मध्यरे आमे रही केवल मृत्यु को आमे निजर करुछंती। आमे अन्य मृत्यु रे आनंदित हेउछंती, किंतु केही केबे चिंता मध्य करि नाहंती जे मृत्यु केते भयंकर। एही विषय आलोचना करिबा पूर्वरु आपण मानकु मोर अनुरोध, जेउ माने प्रथम करी एही चैनल को देखुचंती सेमाने गोटिए सब्सक्राइब करी पाखरे आसुथिबा बेल आइकन को दबाई दियंतु, जहा द्वारा कि आमर जेते बेले वीडियो अपलोड हेबो सर्वप्रथमे आपणक पाखरे पहुंची पारिबो। एबे आसंतु विषय वस्तु उपर को जिबा। गोटिए ग्राम रे गोटिए परिवार भारी हस खुशी रे रही थांती। परिवार मध्यरे बापा माँ पुओ बोहू नाती नातुणी मिसी 7 जन थांती। गरीब परिवारटीए हेले मध्य दिने हेले प्रभु तांकु उपवास रखे नांती। मनुष्यर सबुबेले समय भल न थाए कि बयस कहारी को अपेक्षा करी न थाए। धीरे धीरे बयस बढ़ी चली थाए। बापा को आसी 70 वर्ष हो गला, माँ कर बयस पाखापाखी। वार्धक्य कष्ट देउ थाए। मनुष्य जेते बेले वार्धक्य रे पदार्पण करे से समय रे प्रायतः परिवार रे सेमानको घृणा चक्षुरे देखि थांती। प्रत्येक कथा को परिवार सदस्य माने ओलटा बुझंती, उपहास मध्य करंती। किंतु बुढ़ा बुढ़ी जदि 2 जन बंची रही थांती, जिए जेते उपहास करंतु निर्यातना दियंतु पछे ताहाको एमाने भ्रुक्षेप करंती नाही। बुढ़ी को जेते बयस होइथाउ पछे सकाळु उठी निजर नित्यकर्म शेष कर दिए और नाली चा बेलाए धरी बुढ़ा पाखरे पहुंची जाए। बुढ़ा चा सहित मेंचाए भुजा पकाई चा पिए। पाखरे नाती नातुणी माने घेरी जाई थांती। बुढ़ी ऊपर मनरे सेमानक उपरे भारी विरक्त हुए, किंतु अंतर रे बहुत श्रद्धा थाए। बुढ़ा चा पी साइला परे निजे नाली चा को पी देई भुजा गंडा को नाती नातुणी मध्यरे बांटी दिए। किछि न खाई मध्य तांकर पेट पूरी उठे। हठात दिने बुढ़ार मृत्यु हो गला। परिवार मध्यरे कांद बोबाली पड़िला। मोर शरीर दांड दुआरे पड़ी थाए। आत्मा किंतु शरीर रु छाड़ी किछि ऊपर थाई सबु देखुताए और मन भारी विकल हेउथाए। कौन करिब, आ तो शरीर नाही,
ଶରୀର ଛାଡ଼ିକି ଆସିଲାଣି। ଆଉ କିଛି କରିବାର କ୍ଷମତା ବି ନାହିଁ। ଅତି ଗେହ୍ଲା ନାତିଟି ସେଇ ମର ଶରୀରର ପେଟକୁ କୁଣ୍ଢାଇ ବା ବା ହୋଇ କାନ୍ଦୁଥାଏ। ଉପରେ ଥାଇ ଆତ୍ମା ତାକୁ ବୁଝାଇଲେ, ଆରେ ହେ, ମୁଁ ଯାଉଛି, ତୁ କାନ୍ଦିବୁ ନାହିଁ। ବାପା ମାଙ୍କ କଥା ମାନିବୁ, ଠିକ୍ ସମୟରେ ଖାଇବୁ, ଉପାସ କେବେ ରହିବୁ ନାହିଁ, ଅଝଟ କରିବୁ ନାହିଁ, ଛୋଟ ଭାଇ ଭଉଣୀଙ୍କ ସହିତ ଖେଳିବୁ, ତାଙ୍କ ସହିତ ଗଣ୍ଡଗୋଳ କରିବୁ ନାହିଁ, ତୁ କେବେ ହେଲେ ଜିଦ୍ଦି କରିବୁ ନାହିଁ, ଘରେ ଯାହା ଅଛି ସେଇ ଖାଦ୍ୟକୁ ଭାଇ ଭଉଣୀମାନେ ଭାଗ ବଣ୍ଟା କରି ଖାଇବ। ବାପା ବୋଉଙ୍କ ମନରେ କଷ୍ଟ ଦେବୁ ନାହିଁ। ବୁଢ଼ୀ ମାଙ୍କୁ ସବୁବେଳେ ସେବା କରୁଥିବୁ, ତାଙ୍କ ପାଖେ ପାଖେ ଥିବୁ। ଆଜିଠାରୁ ସେ ବେସାହାରା ହୋଇଗଲେ। ତୁ ଯେତେବେଳେ ଖାଇବୁ ସେ ସମୟରେ ବୁଢ଼ୀ ମାକୁ ପଚାରିବୁ, ମା ତମେ ଖାଇଛ? ସିଏ ଯଦି ଖାଇବା କଥା କହିଲେ ବି ସୁଦ୍ଧା ତମେ କହିବ, ହଁ ଆସ ସାଙ୍ଗ ହୋଇ ଖାଇବା। ତୁ ତା ମନରେ ସାହସ ଦେବୁ, ତାକୁ ତୁ ଖୋଇଦେବୁ। ଦେଖିବୁ ତା ଆଖିର ଲୁହରେ ଆଶୀର୍ବାଦ ଧାର ଧାର ହୋଇ ଝରି ପଡ଼ିବ। କେବେ ହେଲେ ସେହି ଲୁହକୁ ଅଭିଶାପରେ ପରିଣତ କରିବୁ ନାହିଁ। ବୁଢ଼ୀ ମଧ୍ୟ ବାହୁନି ବାହୁନି କାନ୍ଦୁଥାଏ, ମୁଣ୍ଡକୁ ମଝିରେ ମଝିରେ ପିଟି ଦେଉଥାଏ। ତାକୁ ସାନ୍ତ୍ୱନା ଦେଇ କହିଲେ, ହେ, ତୁ ଆଉ କାନ୍ଦେ ନା, ଦେଖେ ତୋର ଗେହ୍ଲା ନାତି ନାତୁଣୀ କିପରି କାନ୍ଦୁଛନ୍ତି। ତୋର ଅତି ଗେହ୍ଲା ନାତି ଦେଖେ କିପରି ସେ ବିକଳ ହୋଇ କାନ୍ଦୁଛି। ସେ ଯଦି ବେଶୀ କାନ୍ଦିବ ନା, ତାର କ'ଣ ହୋଇଯିବ। ମଣିଷ ଯାହା ଚାହେଁ ତାହା କରିପାରେ ନାହିଁ। ମୁଁ ସବୁବେଳେ କହୁଥିଲି ନା, ତମେ ଆଗେ ମରିଗଲେ ମୁଁ ଶାନ୍ତି ପାଇବି। କିନ୍ତୁ ତମେ ମୋତେ ଓଲଟା ବୁଝୁଥିଲ। ତମେ ଦୁଃଖ ପାଇବ ଏ କଥା ସତ, ମୋର ଅନୁପସ୍ଥିତି ତମେ ଅନୁଭବ କରିବ ଏ କଥା ସତ, କିନ୍ତୁ ତମେ ଛାତିକୁ ପଥର କରି ରୁହ। ସେହି ନାତି ନାତୁଣୀ ମେଳରେ ରହି ମୋତେ ଭୁଲିବାକୁ ଚେଷ୍ଟା କର। ମୋତେ ଭୁଲିଯାଅ। କେତେବେଳେ ମୋତେ ନ ପାଇ ଦୁଃଖରେ ଭାଙ୍ଗି ପଡ଼ିବ ନାହିଁ। ଆଉ କିଛି ସମୟ ପରେ ଝିଅ ଆସି ପହଞ୍ଚିବ। ସମସ୍ତେ ମିଶି ଶବ ସତ୍କାର କରିଦେବ। ତମକୁ ମୋ ରାଣ ରହିଲା, ତମେ କେବେ ହେଲେ କାନ୍ଦିବ ନାହିଁ। ତମେ କାନ୍ଦିଲେ ମୁଁ ଏଠାରେ ଶାନ୍ତିରେ ରହିପାରିବି ନାହିଁ। ତମେ ତମ ଜୀବନ ସାରା ମୋର ଖୁସି ସକାଶେ ଜୀବନକୁ ତିଳ ତିଳ କରି ଜାଳି ଦେଇଛ। ଏବେ ମଧ୍ୟ ଅନ୍ତର ଭିତରେ କୋହ ଥାଇ ବାହାରେ ହସିବ। ତମ ହସ ଦେଖିଲେ ମୁଁ ହସୁଥିବି। ମୁଁ ଯାଉଛି, ତମେ କାନ୍ଦିବ ନାହିଁ। ମୁଁ ତମ ଅପେକ୍ଷାରେ ରହିଲି। କେତେବେଳେ ଉପବାସ ରହିବ ନାହିଁ। ପୁଅ ବୋଉ ଯାହା ଦେବେ ତାହା ଖାଇବ। ସାଙ୍ଗରେ ନାତି ନାତୁଣୀକୁ ଖୋଇବ। ସେ ଛୁଆଙ୍କର ଟିକିଏ ସ୍ନେହ ଶ୍ରଦ୍ଧା ଦରକାର। ଘର କଥା ବାହାରେ ପ୍ରକାଶ କରିବ ନାହିଁ। ସେମାନେ ହେଲେ ଆମର ପିଲା। ତମେ କେବେ ହେଲେ କାନ୍ଦିବ ନାହିଁ। ତାଙ୍କ ସକାଶେ ଯଦି ତମେ କାନ୍ଦିବ,
ତେବେ ତାଙ୍କର ଅମଙ୍ଗଳ ହେବ। ଆମେ କ'ଣ ଚାହିଁବା ଆମ ପିଲାଙ୍କର ଅମଙ୍ଗଳ ହେଉ? ମୋ କଥାକୁ ଗୋଟି ଗୋଟି କରି ମନେ ରଖିବ। ଏହିପରି ପ୍ରେତାତ୍ମା ବିଭିନ୍ନ କଥା କହି ଚାଲିଥାଏ, କିନ୍ତୁ କିଏ ବା ଶୁଣିବ? ତାଙ୍କ କଥାକୁ ଆଉ ଶୁଭୁଛି ଯେ କିଏ ଶୁଣିବ? ସେ ବିକଳରେ ସିନା କହି ଚାଲିଛନ୍ତି, କିନ୍ତୁ ତାଙ୍କ କଥା କେହି ଶୁଣି ପାରୁନାହାନ୍ତି, କି ଶୁଣିବାର ଶକ୍ତି ମଧ୍ୟ କାହାରି ନାହିଁ। ଏହିପରି ଏ ଦୁନିଆ। ବହୁତ ଭଲରେ ଥିବ, କିନ୍ତୁ ମରିଗଲା ପରେ ସେ ଆଉ କିଛି ଜାଣିପାରିବ ନାହିଁ। ତମେ କ'ଣ କରୁଛ, କ'ଣ ନ କରୁଛ, ତାହା ସେ ତାର ଜାଣିବାର ବାହାରେ। ଆଜି ମୁଁ ଏଇଠାରେ ରହିଲି। ଏହି ବିଷୟଟି ଆପଣଙ୍କ ମନକୁ କିପରି ପାଉଛି, ଏହା ସତ୍ୟ କି ମିଥ୍ୟା କମେଣ୍ଟ ମାଧ୍ୟମରେ ଜଣାଇବେ। ଶ୍ରୀ ଗୁରୁ ମହିମା ଅଲେଖ ଶରଣ। ଶ୍ରୀ ଗୁରୁ ମହିମା ଅଲେଖ ଶରଣ। ଶ୍ରୀ ଗୁରୁ ମହିମା ଅଲେଖ ଶରଣ।